ନାଇଁ ନାଇଁ ଶୁଣନ୍ତୁ, ଆମେ ସମସ୍ତ କଥାକୁ ନିନ୍ଦା କରୁଛୁ। କେବଳ ଆମେ ନିନ୍ଦା କରୁନୁ, ସାଧାରଣ ଲୋକମାନେ ନିନ୍ଦା କରୁଛନ୍ତି। ତାର ପ୍ରତିଫଳନ ହେଉଛି ଏଇଟା। ଆପଣ ଆଜି ଦେଖିଥିବେ 3000 4000 ଲୋକ ସମସ୍ତେ ଚାଷୀ ଘରର, ତେଣୁ ଏ ସମସ୍ତେ ଆସିଛନ୍ତି। ସେ ଉଦ୍ୟାନ କୃଷି କୁହନ୍ତୁ କି ନର୍ମାଲ ଯେଉଁ ଧାନ ଚାଷ କଥା କୁହନ୍ତୁ, ପରିବା କଥା କୁହନ୍ତୁ, ଯାହା ବି ଚାଷ ମାଛ ଚାଷ କଥା କୁହନ୍ତୁ, କେଉଁଥିରେ ସରକାର ଠିକ୍ ଭାବରେ ସଠିକ୍ ଭାବରେ ସରକାର ଯେ ୟୁଟର୍ନ ସରକାର ଆଜି ଗୋଟେ କଥା କହୁଛନ୍ତି, କାଲି ଆଉ ଗୋଟେ କଥା କହୁଛନ୍ତି। ଇଏ ଓଡ଼ିଶାର ଲୋକମାନେ ତାକୁ ବିରୋଧ କରିସାରିଛନ୍ତି। ତେଣୁ ତା ପ୍ରତିବାଦରେ ଆଜିକାର ସଭା, ଯଦି ସରକାର ତାର ଚିନ୍ତାରେ ବିଚାର ପରିବର୍ତ୍ତନ କରନ୍ତି ତାହେଲେ ଆଗାମୀକାଲି ଜୋରଦାର ଲଢ଼େଇ ହେବ ଏବଂ ସେଥିପାଇଁ ସରକାର ଦାୟୀ। ଶୁଣନ୍ତୁ, କେବଳ କୁଲିଅଳା ବ୍ଲକ ନୁହେଁ, ସାରା ଓଡ଼ିଶାରେ এই କାର୍ଯ୍ୟକ୍ରମ ଚାଲିଛି। ସରକାର କୋଉଠି ଆମେ ସବୁବେଳେ ଲୋକଙ୍କ ସାଙ୍ଗରେ ଅଛୁ ଏବଂ ଯୋଉଠି ଅନ୍ୟାୟ କରିବେ ତା ବିରୁଦ୍ଧରେ ଆମ ଦଳ ଲଢ଼େଇ କରିବ। ଜାଣିଛନ୍ତି, ବିଜେପି ସରକାର ଆସିଲା ପରେ ଯାହା ଯାହା ପ୍ରତିଶ୍ରୁତି ଦେଇଥିଲେ ସବୁ ପ୍ରତିଶ୍ରୁତି ପାଣିରେ ଗାର ହେଇଯାଇଛି। ଆଜି ଚାଷୀମାନେ ହନ୍ତସନ୍ତ, ଚାଷୀମାନେ ଉତ୍ପାଦନ କରିବା ଜିନିଷ ସେମାନେ ବିକ୍ରି କରିପାରୁନାହାନ୍ତି। ମଣ୍ଡିରେ ଧାନ ପଚି ଯାଉଛି। କୋଟି ଛୋଟି ନାଁରେ ଠକେଇ, ବ୍ୟାପକ ଠକେଇ ଚାଲିଛି, ଯେଉଁଥିରେ ସରକାର ପ୍ରତ୍ୟକ୍ଷ ଭାବରେ ପରୋକ୍ଷ ଭାବରେ ଇନଭଲ୍ଭ ଅଛନ୍ତି। ତେଣୁ ତାକୁ ଆମେ ନିନ୍ଦା କରୁଛେ ଏବଂ ସେଥିପାଇଁ ଆଜିର ଏ ସମାବେଶ। ତା ସହିତ ଯେଉଁଦିନ ପାଖରୁ ଦଳ ଶାସନରେ ଆସିଛି, ଲୋକ କୋଉଠି ସୁରକ୍ଷିତ ନାହାନ୍ତି, ମାଆମାନଙ୍କ ଉପରେ ଅତ୍ୟାଚାର, ରେପ୍, ମର୍ଡର, ଡକାୟତ, ବ୍ୟାଗ୍ ଛିନତାଇ, ବିଭିନ୍ନ କାର୍ଯ୍ୟକ୍ରମ ଚାଲିଛି। ତେଣୁ ତାର ପ୍ରତିବାଦରେ ଆଜି ଏ ସଭା ଏବଂ ପରବର୍ତ୍ତୀ ଅବସ୍ଥାରେ ଆଉ କାର୍ଯ୍ୟକ୍ରମକୁ ଜୋରଦାର କରାଯିବ।